ଏ ଥୁମ୍ ଦେ ସୁଜ୍ଞ ଜନେ ଶୁଣ ଦେଇ ମନ ଏନ୍ତା ଗୁଡୁ ଗୁଡୁ ସେନ୍ତା ପାଣ୍ଡୁ ଅଜା ମଲେ ଆଇ କାନ୍ଦୁ ଏ ଥୁ ମଲେ ସୁଜ୍ଞ ଜନେ ଶୁଣ ଦେଇ ମନ ଆହା ହା ହା ହୁ 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 ଲା 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 ଏ ଥୁମ୍ ଦେ ସୁଜ୍ଞ ଜନେ ଶୁଣ ଦେଇ ମନ ରାଉର କେଲା ଯିବା ଚାଲ ରାଉର କେଲା ଯିବା ଚାଲ ଏ ଥୁମ୍ ଦେ ସୁଜ୍ଞ ଜନେ ଶୁଣ ଦେଇ ମନ ରାଉର କେଲା ଯିବା ଚାଲ ରାଉର କେଲା ଯିବା ଚାଲ ରାଉର କେଲା ଯେ କଣ କରିବୁ ରେ ମୋ ଶ୍ୱଶୁର ଘର ପରା ହେ ରାଉର କେଲା ହେଲା ମୁଁ ଜାଣିଛି ଯେ ହଁ ଏଇଠି ନାଟକ କରିବୁ ନା ରାଉର କେଲା ଯିବୁ ରେ ତୋ ଶ୍ୱଶୁର ଘରକୁ ନାଇଟିଆଲ ଗାଡ଼ିରେ ପଳେଇବା ହେ ବର୍ତ୍ତମାନ ଏବେ କୌଣସି ଗାଡ଼ି ନାହିଁ ହଁ ନାହିଁ ହଁ ଜଗତସିଂହପୁର ଗଲେ ମଧ୍ୟ ତତେ ପାହାନ୍ତିକୁ ବସ 5ଟା ନହେଲେ କାଲିକି ଯିବାନି ହଁ ସେ କଥା କହ ଆଚ୍ଛା ରାଉରକେଲା ଶ୍ୱଶୁର ତୋର କାହିଁକି ମନେ ପଡ଼ିଲା କହିବି ଶ୍ୱଶୁର ଘର ପରା ହେ ମଥୁରାପୁର ଆଚ୍ଛା ହେଲେ ମୁଁ ଯେତେବେଳେ ମୋ ଶ୍ୱଶୁର ଘରକୁ ଯାଏ ଆଚ୍ଛା ସବୁ କ'ଣ ବିଷ ହୁଏ କହୁଛି ଶୁଣ ହଉ କହ ମୋ ଶ୍ୱଶୁର ଘର ବହୁତ ଦୂର ରାଉର କେଲା ମୋ ଶ୍ୱଶୁର ଘର ବହୁତ ଦୂର ରାଉର କେଲା ମୋ ଶ୍ୱଶୁର କହିଲେ ଆସ ଆସ ମୋ ଶାଶୁ କହିଲେ ଖାଇବ ବସ ହଉ ମୋ ଶାଳି ଦେଖି ଦେଇ ହସ ହସ ଶାଳି ଦେଖି ଦେଇ ହସ ହସ ଆଚ୍ଛା ମୋର ସାନ ଶଳା ନିଶ ମୋଡ଼ି ଜୁହାର କଲା ମୋର ସାନ ଶଳା ନିଶ ମୋଡ଼ି ଜୁହାର କଲା ଆଚ୍ଛା ତାପରେ ଘଟଣା କ'ଣ ହେଲା ବଡ଼ ଶଳାଟା ଆସିଲା ମର୍ଜିଦାରେ କହିଲା ଗୌରବ କଲା ବଡ଼ ଶଳା କହିଲା ଭଲ ହେଲା ଆଜିକ ନିଶେର ବୋଇଲା ହଉ ଦେଖ ବଡ଼ ଶଳା କହିଲା ଭଲ ହେଲା ଆଜିକ ନିଶେର ବୋଇଲା ହଉ ଆହେ ଶଳା ଭାଉଜେ ହାସଟା ପରା ମଜା ମଉଜ କଲା ହଉ ଶଳା ଭାଉଜ ହାସଟା ପରା ମଜା ମଉଜ କଲା ହଉ ଆମ ଜେମା ମଣି ଆଖି ଠାରି ମୋତେ ଡାକିଲା ଆରେ। ଆମ ଜେମା ମଣି ଆଖି ଠାରି ମୋତେ ଡାକିଲା ରଜା ଘର ଝିଅକୁ କୁହାଯାଏ ଜେମାମଣି ତୋ ସ୍ତ୍ରୀ ଗୋଟେ ଜେମାମଣି କି ରେ ହଇ କିଏ ତୋର ମୂର୍ଖ ପଣିଆ ଜାଣି ତ କିଏ ଗାୟକ କଲା ହେ ଆଉ ଅଯୋଗ୍ୟ କ'ଣ କହୁଛୁ ଯାହାର ବାପା ମାର ଗେଲ ବସରର ଝିଅ ଅଲିଅଳ ଝିଅ ସେ ରଜାର ଝିଅଠୁ ଅଧିକ ନା ଓହୋ ଏମିତି ଅଛି କି ରେ ଆଉ କହୁଛୁ ଆଚ୍ଛା ଆଚ୍ଛା ହେଲେ ମୁଁ ହାରିଜା ଦିଦି ତା ବାପା ମା ଘରର ଗେଲ ବସର ଅଲିଅଳ ଝିଅ ଓ ତୁ ରାଜ ଜେମାମଣି ଗୋଟେ ଉପାଧି ଦେଇଦେଲୁ ଆଉ ଦେଇଦେବିନି ହଉ ଭଲ କଲୁ ହେଲେ ଯେମିତି ଆଖି ମାରି ଡାକିଲା ତତେ ଡାକିଲା ମତେ ଡାକିଦେଲା ଭଲ। ଠାରିଦେଲା ମୁଁ ହେଲେ ନୁଘେଇ ନୁଘେଇ ତା ଆଡ଼େ ଗଲି ଠୋକଣାଟା ଯାଇଥିବୁ ଆଉ ଭାବିଲି କ'ଣ ଦବ ନହେଲେ କହିବ ନା ଆଚ୍ଛା ହେଲେ କ'ଣ କହିଲା କି ରେ ଶୁଣ ହେ ଶ୍ୱଶୁରର ପ୍ରଥମ ବଖରାଟାକୁ ଯେମିତି ପାସ୍ ହେଇଗଲି ହଁ ସେ ଦ୍ୱିତୀୟ ବଖରାକୁ ପଳେଇଛି ଆଚ୍ଛା ମୁଁ ତା ପଛରେ ପଛରେ ଗୋଡ଼ଉଛି ଗାଈ ପଛରେ ଷଣ୍ଢ ଗୋଡ଼େଇଲା ପରି ଓହୋ ତାପରେ ତୃତୀୟ ବଖରାକୁ ପଳେଇଲା ବୋଲେ କ'ଣ ଏମିତି କେତେ ବଖରା ତୋ ଶ୍ୱଶୁର ଅଛି କି ରେ ତମେ ଶୁଣିଦେଲେ ତାଟକା ହେଇଯିବ କ'ଣ ମୋ ଶ୍ୱଶୁରର 32 ବଖରା ଘର 32 ବଖରା ଘର ସେ ଘର ଦେଖି ମୁଁ ତାଙ୍କ ଘରେ ବିନା ଡିମାଣ୍ଡରେ ବାହା ହେଇଛି ସତେ କି ରେ ଆଉ କାହିଁକି ଶ୍ୱଶୁର ଘର ଯଦି ବହୁତ ଘର ଜୋଇଁ ପିଲାକୁ ସୁବିଧା ଓହୋ ଯୋଉଦିନ କୁଣିଆ ମୈତ୍ର ହିସାବରେ ଗଲା ହଁ ଖାଇ ପକେଇଲା ନିଜର ମାଇକିନା ଧରି ଯୋଉ ବଖରାରେ ସ୍ୱାଧୀନ କଲା ଆଉ କି ଉଠେଇବାକୁ ନାହିଁ ଆଉ ଉଠୁ ବୋଲିବାର ଚାନ୍ସ ନାହିଁ ହେଲା ବହୁତ ଘର ଅଛି ଆଉ ବହୁତ ଘର ଅଛି ଆଉ ଯଦି ଅଳ୍ପ ଘର ଥିବ ଏ ପୁଅ ଶାଶୁ ଆଗା କହିଦେବ ତମେ ଟିକେ ଫୁଟପାଥକୁ ପଳ ନହେଲେ କଲ୍ୟାଣୀ ମଣ୍ଡପକୁ ପଳ ନହେଲେ ଆମ ଷ୍ଟେସନକୁ ପଳ ସେଠି ଶୋଇ ପଡ଼ିବ ଯାଅ ଓହୋ ତେଣୁକରି ଯାହାର ଶ୍ୱଶୁର ଘରେ ବହୁତ ଘର ଥିବା ସେ ଘରେ ଆଗା ବିବାହ ହବ ସତେ କି ମୁଁ କ'ଣ ଉଲାଟା ବୋଲି ଆଣିଲ ଓହୋ ବଡ଼ ଚାଲିକି କାମ କରୁଛୁ ଆଉ ହେଲେ ତୁ ଗଲୁ ପଛରେ ଗଲି ଆଚ୍ଛା ଯେତେବେଳେ ସେମାନେ ବାଡ଼ି ପଟକୁ ପଳେଇଗଲା ତତେ କ'ଣ କହିଲା କହିଲା କ'ଣ କହିଲା କହିଲା ନାଥ ହେଉ ହେଉ ତୁମ ଚାକିରିଟା ପଛେ ଗଲେ ଯାଉ ହଉ ଆହେ କହିଲା ନାଥ ହେଉ ହେଉ ତୁମ ଚାକିରିଟା ପଛେ ଗଲେ ଯାଉ ଆଚ୍ଛା ଦେଖ ପଡ଼ିଶା ଘରେ କୁଆଁ କୁଆଁ ରବ ସମ୍ଭାଳି ନପାରେ ମୁହିଁ ଆଉ କାନ୍ଦିଲା ପୁଅ ଝିଅ ନାହିଁ ବୋଲି ମୁଁ ଏକାଥରେ ବୁଝିଗଲି ଓହୋ କ'ଣ କଲୁ ଶଳା ଏ ଦୋଷଟା ମୋର ମୁଁ ତ କେବେ ଘରେ ରହିଲିନି ଆଉ କୁଆଡ଼ୁ ପୁଅ ଝିଅ ହବ ଆଚ୍ଛା ପାୱାର ଟିଲର କି ଟ୍ରାକ୍ଟର କି ଲଙ୍ଗଳ ବୁଲିଲେ ସିନା ଜମି ଚାଷ ହବ ଜମିରେ ଦୋଷ କ'ଣ ଚାଷୀର ଆଗା ଭୁଲ ହେଲେ ବିଚାର କଲୁ ତୋ ନିଜ ଦୋଷ ହେଲେ ମୁଁ କ'ଣ କଲି ଜାଣିଛ ତାର କଥାରେ ବିଦେଶ ଯିବା ମୋର ବନ୍ଦ ହେଲା ଆଉ ତାର କଥାରେ ବିଦେଶ ଯିବା ମୋର ବନ୍ଦ ହେଲା ହଉରେ ଖାଇ ଖାଇ ଶୋଇ ଶୋଇ ମୋର ଦିନ ଗଲା ଖାଇ ଖାଇ ଶୋଇ ଶୋଇ ମୋର ଦିନ ଗଲା
ତିନି ବରଷରେ ହେଲା 5 ଗୋଟି ପିଲା ସବୁ 3 ବରଷରେ ହେଲା 5 ଗୋଟି ପିଲା ହଁ। ପୁଅ ନ ହୋଇ ସବୁ ଗୁଡ଼ିକ ହେଲେ ଝିଅ ପିଲା ଏ ଯୁଗକୁ ଝିଅ ଯାହାର ଜି ଥାଉ ଥାଉ ମଲା ସେ ବାବୁ ଜି ଥାଉ ଥାଉ ମଲା ଆଉ ଏ ଯୁଗରେ ଝିଅ ଅଭାବର ବାପା କେତେ ଝିଅ ହେଲେ ଖାତର ନାହିଁ ନାହିଁ ହେଲେ ଏବେ ଝିଅ ପିଲା ଖୋଜା ଚାଲିଛି ବର୍ତ୍ତମାନ ଝିଅର ବହୁତ ଅଭାବ ହଁ ହେଲେ ବାପ ହଁ। ଏ ଅଲିଆ କଥା ଛାଡ଼େ ଟିକେ ପୁରାଣକୁ ଲକ୍ଷ୍ୟ କରେ ହଁ ହଁ ଏଣେ ବେଶ୍ୟା ମାନେ ଆଜ୍ଞା ଋଷିକି ନେଇ ଲୋମପଦ ରାଜ୍ୟରେ ପହଞ୍ଚିଗଲେ ଆଚ୍ଛା ତାଙ୍କର ରତି ଚାଲିଥାଏ ହଁ ଏଣେ ନାବ ଚାଲିଥାଏ ଚାଲିଥାଏ ଯେତେବେଳେ ଋଷ୍ୟଶୃଙ୍ଗ ମୁନି ପହଞ୍ଚିଗଲେ ଲୋମପଦ ରାଜ୍ୟରେ ହଁ ଏଣେ ଘଟଣା କ'ଣ ହେଇଛି ହଁ ଆଜ୍ଞା ହେମନ୍ତ ସମୟ କଥା ହେ ଶୁଣ ଦେଇ ମନ ହଁ ଡେଙ୍ଗୁରା ଦିଆଇ ଦେଲେ ବେଶ୍ୟା ମାନେ କ ଯାଇ ନହେ ଶୁଣି କରି ରାଜ ନହେ ମହାନନ୍ଦ ହେଲେ ଏହେ ତକ୍ଷଣେ ଦେଖ ପାତ୍ର ମନ୍ତ୍ରୀ ଧରି ଗଲେ ଋଷ୍ୟଶୃଙ୍ଗଙ୍କୁ ନିମନ୍ତ୍ରଣ କରିବାର ପାଇଁ ଯାଇ ନଦୀରେ ମିଳିଲେ ସେଇ ନପି ସାଇ ଆରେ ରାଜା ପାତ୍ର ମନ୍ତ୍ରୀ ଧରିକି ବନ୍ଦନାପାନ କରିବା ଋଷ୍ୟଶୃଙ୍ଗ ଯାଇଛନ୍ତି ବୁଝିଲୁ ଏମାନେ ନଗରରୁ ବାହାରୁଛନ୍ତି ହେଲା ହେ ଋଷିଶୃଙ୍ଗଙ୍କୁ ସ୍ୱାଗତ କରିବା ପାଇଁ ଏବଂ ତ ସମୟ କଥା ଶୁଣ ଦେଇ ମନ ଏଇ କାଳରେ ବେଶ୍ୟା ମାନେ କରିଲେ ଗମନ ଧୀରେ ଧୀରେ ଦେଖ ଋଷ୍ୟଶୃଙ୍ଗ ଚଳିଗଲେ ଯାଇ କରି ହେ ନବ ଉତ୍ତରିଲେ ନାବ ଉପରୁ ଉତ୍ତରି ଋଷ୍ୟଶୃଙ୍ଗ ବ୍ରାହ୍ମଣ ଦେଖିଲେ ନୁହଁଇ ଏ ତ ଆମ୍ଭର ଆଶ୍ରମ ରାମ ଗୋବିନ୍ଦ 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 ରାମ ରାମ ନବୀନ ସୁନ୍ଦର ହେ କୌଶଲ୍ୟାନନ୍ଦନ ବିଚାର କଲେ ଏ ଆଶ୍ରମ ଆମର ନାହିଁ ନାହିଁ ବୋଧେ ମତେ ଫୁଲ ରାତ୍ରେ ରାସ୍ତାକୁ ଜାଗା ଘିନି ଆଣିଲେ ଏ ମୁନିମାନେ ଆଚ୍ଛା ହେ ମୁନିମାନେ ହେ ଶୈବ ଭକ୍ତ ସତ କଥା କହ ତମେ ମତେ କୋଉଠିକି ଆଣିଛ ଏ ଆଶ୍ରମ ମୋର ନୁହଁ ସେତେବେଳେ କର ଯୋଡ଼ିଣ ଜର ତାଜେ କହି ମୋ ଅପରାଧକୁ କ୍ଷମନ୍ତୁ ବାଲ୍ୟ ହେତ ପିସାଇ ଅବଳା ଦୁର୍ବଳା ମୋହର କିଛି ନାହିଁ ହେ ଦୋଷ ଅଜ୍ଞାନପଣରେ ଏ ଦୃଷ୍ଟ ଆଣିଅଛି ଅବଶ୍ୟ ଜଗତର ମଙ୍ଗଳ ପାଇଁ ତୁମ୍ଭଙ୍କୁ ଆଣିଅଛି ଦୋଷ ଯେବେ ମୋତେ ବିଚାର ଶ୍ୟାପ ଦିଅ ହେ କିଛି ହେ ଋଷିବର ମୋ ରାଜ୍ୟର ମୋର ଦେଶର ମଙ୍ଗଳ ପାଇଁ ମୁଁ ଆପଣଙ୍କୁ ଆଣିଛି ଯଦି ଆପଣ ମୋତେ ଦୋଷୀ ବୋଲି ଚିନ୍ତା କରନ୍ତି ଆପଣ ଅଭିଶାପ ଦେଇ ଭସ୍ମ କରି ପାରନ୍ତି ମାତ୍ର ଦୁଃଖ ନାହିଁ ବେଶ୍ୟାକୁ କହିଲେ ଋଷ୍ୟଶୃଙ୍ଗ କ'ଣ ଜଗତର ମଙ୍ଗଳ କରୁଛ ନା ଦୀର୍ଘ 12 ବର୍ଷ ଦେଖ ହୋଇଗଲା ଅନାବୃଷ୍ଟି ହୋଇ ହେ ପ୍ରଜାଙ୍କର ପ୍ରାଣ ଗଲା ହାକାର ଚିତ୍କାର କରୁଛନ୍ତି ପ୍ରଜାଗଣ ଏଣୁ ଆପଣଙ୍କୁ ଆଣିବା ପାଇଁ କରିଥିଲି ମୁଁ ଗମନ ହେ ତାହାଙ୍କୁ ହେ ରକ୍ଷା ତାହାଙ୍କୁ ହେ ରକ୍ଷା କରନ୍ତୁ ତପୋଧନ ତାହାଙ୍କୁ ଯେ ରକ୍ଷା ଏଣୁ କରି ଆପଣ ଏ ଲୋମପାଦ ରାଜାକୁ ରକ୍ଷା କରନ୍ତୁ ସେତେବେଳେ ଋଷି ଅତି ପ୍ରସନ୍ନ ହେଇଗଲେ ଯାହା ହଉ ଉଚିତ କର୍ମ କରିଛ ଯା ଯୋଗ ବଳି ଜାଣିଲେ ସିଦ୍ଧ ପୁରୁଷ ଋଷ୍ୟଶୃଙ୍ଗ ମୁନି ବୋଲେ ଇଏ ଉଚିତ କର୍ମ କରିଛି ଜଗତ ମଙ୍ଗଳ ପାଇଁ ଇଏ ମତେ ଆଣିପାରିଛି ମୋ ଭଳିଆ ଋଷିକି ମନେଇକିରି ତାକୁ ଭଲ କ୍ୟାଣ୍ଡିଡେଟ୍ ମୁଁ ଦେବି ଧନ୍ୟ ଧନ୍ୟ ବୋଲି ବହୁ ପ୍ରଶଂସା କରିଲେ ଏ କାଳରେ ଲୋମପାଦ ରାଜା ଯାଇଥିଲେ ବନ୍ଦାପନା କରୁଛନ୍ତି ପାଦରେ ତାଙ୍କର ଅକ୍ଷତ ପକାଉଅଛନ୍ତି ଋଷିଙ୍କ ଉପର ଏ କାଳେ ଅହ୍ୟ ନାରୀ ମାନେ ହୁଳ ହୁଳି ଦେଲେ କି ହୁଳ ହୁଳି ଦେଲେ ଭକ୍ତ ଜନ ମାନେ ହୁଳ ହୁଳି ଦିଅ ହୁଳ ହୁଳି ଦେଲେ ସେ ହୁଳ ହୁଳି ଦେଲେ ହରିଭକ୍ତ ମାନେ ହରି ତାଳି ଦେଲେ କି ହରି ବୋଲ କରିଲେ ଶିବ ଭକ୍ତ
ଭକ୍ତମାନେ ଶିବ ଶିବ ହେ ଭଜନ ଏପରି ମୁଖରେ କରିଲେ ଉଚ୍ଚାରଣ ଏବଂ ତ ସମୟ କଥା ଶୁଣ ମନ ଦେଇ ହେ ଶୁଣ ମନ ଦେଇ ମହାନନ୍ଦ ହୋଇଗଲେ ଋଷ୍ୟ ଶୃଙ୍ଗ ଗୋସାଇଁ ରାମ ଗୋବିନ୍ଦ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ହେ ଦୁର୍ବାଦଳ ରାମ ବିଚାର କଲେ ଋଷ୍ୟ ଶୃଙ୍ଗ ହେ ଜଗତ ମଙ୍ଗଳ ପାଇଁ ମୋର ଜନ୍ମ ଇନ୍ଦ୍ର ଜାତି ଜାତି ମତେ ବଳ ଦେଖିଲ ଆଜି ଜଗତ ମଙ୍ଗଳ ପାଇଁ ସେ କାମଟା କର ଏଠି ବର୍ଷା କର 12 ବର୍ଷ କାଳ ବୃଷ୍ଟି ଟିକେ ସୁଜା ହେଉ ଏହି କାଳେ ଋଷ୍ୟ ଶୃଙ୍ଗ ଶୂନ୍ୟକୁ ଚାହିଁଲେ ଋଷ୍ୟ ଶୃଙ୍ଗ ହେ ଇନ୍ଦ୍ରଦେବଙ୍କୁ ଚାହିଁଣ କର ଯୋଡ଼ି ଦେଲେ ଭରସା କର ହୃଦୟାକୁ କର ଆରେ ସତୀଙ୍କର ଗଣ ଶୁଣ ଶୁଣ ହେ 12 ବର୍ଷ ଅନାବୃଷ୍ଟି ହୋଇଛି ଏ ଭୁବନ ଭଜ ରାମ ହେ ଏଣୁ କରି ଆମ୍ଭ ଅନୁରୋଧ ରକ୍ଷା କର ଜୟ ରାମ ହେ ଦୟା କରି ଏ ରାଜ୍ୟରେ ବର୍ଷା କର ନୀର ଜୟ ରାମ ହେ ଏ ଭଜ ରାମ ହେ ନବୀନ ସୁନ୍ଦର ଘନ ଶ୍ୟାମ ହେ ଏଣୁ ହେ ଇନ୍ଦ୍ର ସୁଦୟା କରି ଆପଣ ଜଳବୃଷ୍ଟି କରନ୍ତୁ ଏଠାରେ ବର୍ଷା କରନ୍ତୁ ଯେତେବେଳେ ଇନ୍ଦ୍ର ଦେଖ ଏ କଥା ଶୁଣିଲେ ସନ୍ତୋଷ ଦେଖ ଇନ୍ଦ୍ର ସେ କାଳେ ହୋଇଲେ ଘଡ଼ଘଡ଼ି ଚଢ଼ଚଢ଼ି ହେ ଶବଦ ଶୁଭିଲା ଶବଦ ଶୁଭିଲା 50 ମୂର୍ତ୍ତିରେ ପବନ ବହିଲା ମୟୂର ମଣ୍ଡୁ କିଙ୍କରା ବଦେ ଶୁଭିଲା ଏବଂ ତ ସମୟ କଥା ଶୁଣ ଦେ ମନ ଆନନ୍ଦରେ ଋଷ୍ୟ ଶୃଙ୍ଗ ରହିଛନ୍ତି ନାଇଣ ମୁଷଳ ଧାରାରେ ଜଳ ବୃଷ୍ଟି ଯେ ହୋଇଲା ଶଶଗରା ପୃଥିବୀ ଜଳମୟ ହେଲା ରାମ ଗୋବିନ୍ଦ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ହେ ରାଜୀବ ଲୋଚନ ଆରେ ବୁଝିପାରିଲୁ ତ ହଁ।